ସାଙ୍ଗମାନେ ନମସ୍କାର। ମୁଁ ଆଜି ପାଓ ଭାଜି ଖାଇବାକୁ ସନ୍ଧ୍ୟା ବେଳେ ଘରୁ ବାହାରିକି ଆସିଲି ଖାଇବାକୁ। ପାଓ ଭାଜିଟି ବହୁତ ଟେଷ୍ଟ ଥିଲା। ଦେଖନ୍ତୁ ପାଓ ଭାଜିଟି କେମିତି ତିଆରି ହେଉଛି। ଖାଇବାକୁ ପୁରା ୟାମି। ପାଓ ଭାଜି ଖାଇଲେ ଆପଣମାନେ ବି ଭାବିବେ କି ଟେଷ୍ଟ କି ସ୍ୱାଦ ଲାଗୁଛି। ମୋ ସାଙ୍ଗରେ ଆସିଥିଲେ ଆଜି ଖାଇବାକୁ ମୋ ମା ଆଉ ଆମ ପ୍ରିୟ ଗୋରେକ। ଆପଣମାନେ ବି ପାଓ ଭାଜି ଖାଇପାରିବେ। ଆସନ୍ତୁ ଦେଖିବେ ଆଉ ଘରେ ତିଆରି କରି ଖାଇବେ। ଭାରି ଟେଷ୍ଟ ଖାଇବାକୁ। ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ବି ସେମିତି ଟେଷ୍ଟି। ପାଓ ଭାଜି ତିଆରିର ମଜା କିଛି ଅଲଗା। ଆପଣମାନେ ଦେଖନ୍ତୁ ଆଉ ଟେଷ୍ଟ କରନ୍ତୁ। ଆପଣମାନେ ଖାଇଲେ ମୋତେ କହିବେ କେମିତି ଲାଗୁଛି, ଟେଷ୍ଟ ଅଛି କି ନାହିଁ। ମୁଁ ତ ଯାଇଥିଲି ଆଜି ଇଭିନିଂରେ ଖାଇବା ପାଇଁ ମୋ ସାଙ୍ଗରେ 2 ଜଣଙ୍କୁ ନେଇକି। ଆପଣମାନେ କେବେ ଡାକନ୍ତୁ ଖାଇବା ପାଇଁ। ଭାରି ସ୍ୱାଦ ଲାଗୁଛି ଖାଇବା ପାଇଁ। ଟେଷ୍ଟ ବି ସେମିତି ଅଛି। ଏ ଭାଇନା ଜଣକ ପୁରା ପ୍ରମ୍ପ୍ଟ ପାଓ ଭାଜି ତିଆରି କରିବାରେ। ତିଆରି କରୁଛନ୍ତି ଯେମିତି ପୁରା ଏକଦମ ନିଷ୍ଠାର ସହିତ ତିଆରି କରୁଛନ୍ତି। ଖାଇବାକୁ ବି ସେମିତି ଟେଷ୍ଟ ଲାଗୁଛି। ଆପଣମାନେ ଖାଇଲେ ନିଶ୍ଚିତ ଆପଣଙ୍କୁ ଭଲ ଲାଗିବ। ଦେଖନ୍ତୁ ଏ ଭାଇନା ଜଣକ କିପରି ତିଆରି କରୁଛନ୍ତି ପାଓ ଭାଜି। ବେଶୀ ଦୂର ନୁହଁ, ଭୁବନେଶ୍ୱର ଗୋଟେ ଅଞ୍ଚଳରେ ତିଆରି ହେଉଛି। ଖାଇବାକୁ ବହୁତ ଟେଷ୍ଟି ଅଛି। ପାଓ ଭାଜି ମସଲାଟା ଏକଦମ ବଢିଆ ଲାଗୁଛି। ପ୍ରିପାରେସନ ସରିଲା ତାପରେ ଆମେମାନେ ସବୁ ମିଶିକି ଖାଇଲୁ। ମୋ ମା ଆଉ ମୋ ପ୍ରିୟ ଗୋରେକ ଖାଇକି ଆମେ ସେଠି ବିଦାୟ ନେଲୁ। ଥ୍ୟାଙ୍କ ୟୁ ୱାଚିଂ ଆଣ୍ଡ ସବସ୍କ୍ରାଇବ।